ବହିଟିର ନାମ ସନ୍ଧିକାଳ। ଏହାର ଲେଖକ ହେଉଛନ୍ତି ଶ୍ରୀ ଚନ୍ଦ୍ରଶେଖର ରଥ। ଏହି ବହିଟିର ପ୍ରକାଶକ ହେଉଛନ୍ତି ନବଦିଗନ୍ତ। ଏହି ବହିଟିର ପ୍ରଥମ ସଂସ୍କରଣ 2007 ମସିହାରେ ହୋଇଥିବା ବେଳେ ଏହାର ଦ୍ୱିତୀୟ ସଂସ୍କରଣ 2021 ମସିହାରେ ହୋଇଥିଲା। ଏହି ବହିଟି ବିଷୟରେ କିଛି ଜାଣିବା ପୂର୍ବରୁ ଚାଲନ୍ତୁ ପ୍ରଥମେ ଲେଖକ ଚନ୍ଦ୍ରଶେଖର ରଥଙ୍କ ବିଷୟରେ କିଛି ଜାଣିବା। କଥାକାର ଚନ୍ଦ୍ରଶେଖର ରଥଙ୍କ ସାହିତ୍ୟ କୃତିର ବିସ୍ତାର ଓ ଗଭୀରତା କ୍ରମଶଃ ବିବର୍ତ୍ତନଶୀଳ। ତାଙ୍କର ପ୍ରତ୍ୟେକ ପଦକ୍ଷେପରେ ଏକ ନୂତନ ଦିଗ୍ବଳୟ ଉନ୍ମୋଚିତ ହୁଏ, ପ୍ରତିଷ୍ଠିତ ହୁଏ ଜୀବନର ଆଉ ଏକ ବିସ୍ମୟକର ଉପଲବ୍ଧି। ସନ୍ଧିକାଳ ତାଙ୍କର ସଦ୍ୟତମ ଗଳ୍ପ ସମାହାର, ପରିପକ୍ୱ ଅନୁଭବ ଓ ଅଭିବ୍ୟକ୍ତିରେ ସମୃଦ୍ଧ ଗଳ୍ପକଳାର ଏକ ବିଶେଷ ସଂକଳନ। ବିଦଗ୍ଧ ପାଠକଙ୍କ ପାଇଁ ସନ୍ନିବେଶିତ ପ୍ରତ୍ୟେକ ଗଳ୍ପ ଏକକୁ ଆରେକ ବୈଚିତ୍ର୍ୟମୟ, ଅଦ୍ଭୁତ ଓ ଅସାଧାରଣ। ଅନେକଙ୍କ ପାଇଁ ସନ୍ଧିକାଳ ନ ହନ୍ୟତେ, କାହ୍ନା, ଅଭାଜନ, ଶ୍ରୀକାନ୍ତ ଏବଂ ଅଶ୍ୱରୋହୀ, ଯଯାତି, ଯାଇ କୁମ୍ଭାରୁଣୀ, ଫାଦର ସାମୁଏଲ, ମାଟି ପାଣି ପବନ ଆଦି ଚନ୍ଦ୍ରଶେଖରଙ୍କ ଅସାମାନ୍ୟ କୃତିର ଆବେଦନ ଅବିସ୍ମରଣୀୟ। ପଢ଼ିବା ଆରମ୍ଭ କଲେ ଗଳ୍ପରୁ ଗଳ୍ପକୁ ସ୍ୱତଃ ଆକୃଷ୍ଟ ହୋଇ ଶେଷ ନ କରିବା ଯାଏଁ ପାଠକ ସ୍ଥିର ରହି ନ ପାରିବା ଭଳି ସଂକଳନ ହେଉଛି ସନ୍ଧିକାଳ। ଏହା ଥିଲା ଲେଖକଙ୍କ ବିଷୟରେ କିଛି ଆଲୋଚନା। ଚାଲନ୍ତୁ ଏବେ ଏହି ବହି ସମ୍ପର୍କରେ କିଛି ଆଲୋଚନା କରିବା। ଏହି ବହିଟିର ସୂଚୀପତ୍ରରେ ଅଛି ସନ୍ଧିକାଳ, ଅଭାଜନ, କଣ୍ଟାବଣ, ସତ୍ୟକାମ, ଶ୍ରୀକାନ୍ତ, ସେପାଖ ଲୋକ, ନ ହନ୍ୟତେ, କାହ୍ନା, ଜୋକର୍ସ, ଅଶ୍ୱାରୋହୀ, ଯଯାତି, କୁର୍ବାନ ଖାଁ, ରାତିକ ପାଇଁ ରାଜପଦ, ଛାୟା ପ୍ରବେଶ, ମଲା ବାଘ, ବୃକ୍ଷ ଜାତକ, କୁବୁଜା, ଯାତ୍ରୀ, ଯାଇ କୁମ୍ଭାରୁଣୀ, ଯୋଗୀ ନୋହିଲୁ କିମ୍ପାଇ, ଫାଦର ସାମୁଏଲ, ପୁନର୍ବା, ମାର୍ବଲ ପ୍ୟାଲେସ, ମାଟି ପାଣି ପବନ, ମଞ୍ଚ ବାହାରର ଦୃଶ୍ୟ, ପଦେ କଥାରେ ମୃତ୍ୟୁ, ରାବଣ, ଏତେ ପାଖରେ ସମୁଦ୍ର, ପଞ୍ଚପୁତ୍ରର କାହାଣୀ, ଆଜ ରଜନୀ ମଧ୍ୟଗତେ, ଅନ୍ତିମା, ଆମକୁ ବିପନ୍ନ କର, ଅରିନ୍ଦମର ଗଳ୍ପ, ଗୋରୁହାଟ ଏବଂ ଶେଷରେ ଦୁର୍ଲଭ ସକାଳ। ଏହା ଥିଲା ଏହି ବହିଟିର ସୂଚୀପତ୍ର। ଚାଲନ୍ତୁ ଏବେ ଏହି ବହିଟିର ଭିତର ଅଂଶରୁ କିଛି ଆଲୋଚନା କରିବା। ୟା ପରେ ଦେଖିବୁ ସୃଷ୍ଟି ଆନ ଆନ ହୋଇଯିବ, କଣ ବୋଇଲେ କଣ ହୋଇଯିବ, ସବୁ ଓଲଟପାଲଟ ହୋଇଯିବ। ତୁ ନିଜ ଆଖିରେ ଦେଖିବୁ ସେ ଚମତ୍କାର ସବୁ। ଯାଉନ ଭାଇନା, ତମର ସବୁବେଳେ ଏମିତି ଖାଲି ଡହରା କଥା। କଣଟା ହୋଇଯିବ କହିଲ? ଏ ତଳ ଉପର ରହିବ ନା ନାହିଁ? କଳା ଧଳା ରହିବ ନା ନାହିଁ? ଭୋକ ଶୋଷ ରହିବ ନା ନାହିଁ? ହଁ, ଖାଲି ବେଶ ବଦଳ ହୋଇପାରେ। ନାଟ ସୁଆଙ୍ଗ ଯାହା ଥିଲା, ଯେମିତି ଥିଲା ସେମିତି ରହିବ। ତୁ ମାନିବୁ ନାହିଁ ମୁଁ ଜାଣେ। ଆଖି ବୁଜି ବସିଥିବା ଲୋକଙ୍କୁ କିଛି ଦିଶେ ନାହିଁ। ସତ କହିବାକୁ ଗଲେ ମୋ କଥା ଶୁଣିଲେ ତତେ ଛାନିଆ ଲାଗୁଛି। ସବୁ ବଦଳି ଗଲେ ତୋର ହାତ ଗୋଡ଼ ବଦଳିଯିବ, ତୋର ଭିତର ବାହାର ବଦଳିଯିବ, ତୁ ସୋରା ସୋରା ହୋଇଯିବୁ, ତୋ ନିଜ ଧନ୍ଦା ଉଜୁଡ଼ି ଯିବ। ଏଇ ଭୟରେ ତୁ ମାନିବାକୁ ଚାହୁଁନାହୁଁ। ମାତ୍ର ହେଇ ଦେଖ, ମୁଁ କାନିରେ ଗଣ୍ଠି ପକେଇ କହୁଛି, ଏଥର ଏସବୁ ଯଦି କୁଢ଼େଇ ହୋଇ ନ ପଡ଼ିଛି, ମୋ ନାଁ କାଳୁ ପ୍ରହରାଜ ନୁହେଁ। ଟାଉନିଆ ଛୋଟ ଗାଁ ଟିକଲପୁର। ସିନେମା ଘର ଅଛି, କଲେଜ ଅଛି, ବ୍ଲକ ଅଫିସ ଅଛି। ଧଳା ଆଉ ନାଲି ପିନ୍ଧା ଦିଟା ନେତା ଅଛନ୍ତି। ବସ୍ ଷ୍ଟାଣ୍ଡରେ ବେଳେ ବେଳେ ସଭା ହୁଏ। ଝିଅଙ୍କୁ ବାଟ ଚଲେଇ ଦିଅନ୍ତି ନାହିଁ। ଚାଷୀ ନାହାନ୍ତି, ମୂଲିଆ ଅଛନ୍ତି। କମାର, କୁମ୍ଭାର, ତନ୍ତୀ, ବଢ଼େଇ କେହି ନାହାନ୍ତି। ବୁଲା ବିକାଳି ଖୁଚୁରା ବେପାରୀ ଭର୍ତ୍ତି ହୋଇଗଲେଣି। ଗାଁଟା ଆଉ ଗାଁ ନୁହେଁ, ଟାଉନ ବି ନୁହେଁ। କାଳୁ ପ୍ରହରାଜ ତା ଗାମୁଛା କାନିରେ ଗଣ୍ଠି ପକେଇ ବିମ୍ବା ପାନ ଦୋକାନୀ ଆଗରେ ଝାଡ଼ି ହଉଥିଲା। ପାନ ଦୋକାନରେ ଫୁଙ୍ଗୁଳା ମୁହଁ ଦେହର ଚିତ୍ର, ଇସ୍ କହିଲା ଭଳି ଭଙ୍ଗୀ। ପାନ ଦୋକାନରେ ପାନ କମ୍, ସିଗାରେଟ ବେଶୀ, ମାଳ ମାଳ ମସଲା ପୋଡ଼ିଆ ବେଶୀ। ଆଖିଠାର ଉପରେ ଚୋରା ଖୋପ ଭିତରୁ ମୁଠାରେ ଲୁଚେଇ ପାରି କରୁଥିବା ମାଲ ବେଶୀ।
ସେଥିପାଇଁ ଗରାଖ ଅଲଗା, ପଇସା ଅଲଗା। ବିମ୍ବା ନାଁକୁ ପାନ ଦୋକାନୀ, ତାର ବେପାର ଅଲଗା। କାଳୁ ପ୍ରହରାଜ ପୁରୁଣା ଅଭ୍ୟାସରେ ବିମ୍ବାକୁ ପାନ ମାଗେ। ଚୂନରେ ପାଣି ଶୁଖି ଯାଇଥାଏ, ପାନପତ୍ର ପଚା ହୋଇଯାଇଥାଏ। ଫୁଟ ଖଇର ନାହିଁ, ଗୋଟା ଗୁଆ ନାହିଁ। ଲବଙ୍ଗ, ଅଳେଇଚ, ଗୁଜୁରାତି, ଜାଇତ୍ରୀ କି ପଦାର୍ଥ! କାଳୁ ଗାରୁ ଗାରୁ ହୋଇ ମେଞ୍ଚାଏ ବାୟାଗୁଣ୍ଡି ପକେଇ ପାନ, ଚୂନ, ତସୁଗୁଣ୍ଡ, ଗୁଆ ଚୋବେଇ ଅରମାନ ମେଣ୍ଟାଏ। ରାଗିଗଲେ ଏମିତି ପ୍ରଳୟ ଘଟିବା କଥା ସେ କହେ। ଏହା ଥିଲା ଏହି ସନ୍ଧିକାଳ ପୁସ୍ତକ ବିଷୟରେ କିଛି ଆଲୋଚନା। ଯଦି ଏ ବହିଟିକି ଅର୍ଡର କରିବାକୁ ଚାହୁଁଛନ୍ତି, ତେବେ ଆମ ୱେବସାଇଟ୍ odisasub.com କୁ ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ।